ମୁଁ ହେଉଛି ପ୍ରଶାନ୍ତ ମିଶ୍ର। ଝିଅର ନାଁ ହେଉଛି ସନ୍ଧ୍ୟାରାଣୀ ମିଶ୍ର। କିନ୍ତୁ ଯେତେବେଳେ ମୁଁ ଦିନ 11ଟା ଖଣ୍ଡେ ବେଳେ ତା ମାଉସୀ ଘରୁ ଗାଡ଼ିକି ଫେରିକି ଆସୁଥିଲା, ମୁଁ ତା ମାଉସୀ କହିଲେ, କିନ୍ତୁ ଆମେ ଫୋନ୍ କରିଥିଲୁ 12:30 ଭିତରେ। ତା ମାଉସୀ କହିଲା ଯେ ଝିଅ ପଳେଇଲାଣି। କିନ୍ତୁ 12:30 ଯେତେ ଫୋନ୍ କଲି, ତା ମାଉସୀ ଯେତେ କହିଲା 11:30 ଭିତରେ ଝିଅ ଯାଇସାରିଲାଣି। ସେଇଠୁ ଆମେ ଖୋଜାଖୋଜି କଲୁ। ଖୋଜାଖୋଜି କଲା ପରେ ସେଇଠୁ ଆମେ ଆଉ ଝିଅକୁ ପାଇଲୁ ନାହିଁ। ଯଦି ନ ପାଇଲୁ ସବୁ ମାନେ ତାପରେ ଚାନ୍ଦବାଲି ଥାନାକୁ ଯାଇଥିଲୁ। ସେମାନେ କହିଲେ ଯେ ତୁମେ ସନ୍ଧ୍ୟା 7ଟା ଯାଏ କି 6:30 ଯାଏ ଅପେକ୍ଷା କର। ଅପେକ୍ଷା କରିକି ତାପରେ ଆପଣ ଆସିକି FIR ଇଏ କରିବେ। ସେଇଠୁ ଆମେ 6:30 ଭିତରେ ଗଲୁ। 6:13-15 ଭିତରେ ଆମେ ଯାଇଛୁ। ଯାଇକି FIRଟା ଖାଲି ନେଇକି ଯାଉଛୁ। ଆମର ଗୋଟେ ଘଣ୍ଟେଶ୍ୱର ଗୋଟେ ମା ମଙ୍ଗଳା ମା ଅଛନ୍ତି, ଯେ ମୋର ମାଇଁ ବୋଲି ଗୋଟେ ସିଏ ଯାଇଥିଲେ ଠାକୁରଙ୍କ କତିକି। ସିଏ ଯେତେବେଳେ ପଚାରୁଛନ୍ତି, ସେ ଠାକୁର କହିଲେ ଯେ ପଶ୍ଚିମ ଉତ୍ତର ସିଧାର ଦକ୍ଷିଣ ସିଧାରେ ପଡ଼ିଛି, ତୁମେ ସେଇ ଜାଗାକୁ ତୁରନ୍ତରେ ଯାଅ। ସେ ପୋଖରୀ ପାଖରେ ପଡ଼ିଛି, କିନ୍ତୁ ପୋଖରୀ ପଡ଼ିନି, ପୋଖରୀ ହୁଡ଼ା ଉପରେ ପଡ଼ିଛି। ସେଇଠୁ ଆମର ତା ମଉସା, ତା ଜେଜେ, ତା ମାମୁଁ ଏମାନେ ସବୁ ଦୌଡ଼ିକି ଆସିଲେ ସେ ଥାନାରୁ। ଆସିସାରିଲା ପରେ ଦେଖିଲା ଆଉ ଝିଅ ମୋର ନାହିଁ। କିନ୍ତୁ ତାକୁ ଏଇଭଳିଆ ଯଦି ମୋ ଝିଅକୁ ଏଇଭଳିଆ ଧର ଦୋଷକର୍ମ କରାଗଲା, ମୁଁ ସରକାରୀ କତିରେ କହୁଛି, ଯଦି ଆଗ ଏଇଭଳିଆ ଇଲେକ୍ସନ୍ ରଖିକି ଧର ଇଏ ହେବାକୁ, ଯଦି କେଉଁ ମା' ଭଉଣୀ ଯଦି ଛୁଆ ଯାଉଥିବେ, ମା' ମାନେ ଯଦି ସ୍କୁଲ ଛୁଆମାନଙ୍କୁ ପଠେଇବେ, ଏଭଳିଆ ଯଦି ଇଏ କରି ନେଇଯିବେ, ମୁଁ ସରକାରଙ୍କୁ ଅନୁରୋଧ କରୁଛି ମୋ ଛୁଆ ଯେମିତି, କିନ୍ତୁ ମୁଁ ତାଙ୍କୁ ଚାହୁଁଛି ମୋର ଦଣ୍ଡ ଦରକାର, ଯେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ। ନା ନା, ତା ସାଙ୍ଗରେ ମୋର ଏତେ ଇଏ ନାହିଁ। କିନ୍ତୁ ଯିଏ ଡାକିଦେବୁ, କିନ୍ତୁ ସେ ଚାଲିଯାଏ। ତୁମେ ଚକୋଲେଟ୍ ଦେଲେ ସେ ଚକୋଲେଟ୍ ମିଶିକି କଥାବାର୍ତ୍ତା ହୁଏ, କି ତା ସାଙ୍ଗେ ସବୁ ଛୁଆକୁ ସେମାନେ ତାକୁ ସେଠି ଗାଁ ସାରା ସମସ୍ତେ ଭଲ ପାଆନ୍ତି। କିନ୍ତୁ ମୁଁ ସରକାରୀ ଏଠି ନିର୍ବୋଧ କରୁଛି, ଯେମିତି ମୋ ଛୁଆର ହେଲା, କିନ୍ତୁ ଅନ୍ୟ ଛୁଆଙ୍କର ଯେମିତି ନ ହଉ। କିନ୍ତୁ ମୁଁ ଚାହୁଁଛି ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା ପରେ ମୁଁ ଶାନ୍ତି। ମୋ ଝିଅ ଯେତେବେଳେ ପଳେଇ ଯାଇଛି, ମୁଁ ଯେତେ କାନ୍ଦୁଛି, କିନ୍ତୁ ସେମାନେ ତା ମା' ବାପ ସେଗୁଡ଼ା କାନ୍ଦୁଛୁ, ତା ସ୍ତ୍ରୀ ମାନେ ସେଗୁଡ଼ା କାନ୍ଦୁଛୁ। କିନ୍ତୁ ମୁଁ ଏତିକି କହୁଛି, ସରକାରଙ୍କ ଅନୁମୋଦନ କରିକି କହୁଛି ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ।